ଏବେ ରାତି 2:53 ହେଲାଣି। କଣ୍ଢେଇର ମୁଁ ହେୟାର ଏକ୍ସଟେନସନ କରୁଛି, ଖାଲି ଘୁମଉଛି, ମୁଣ୍ଡ ଦେଖାଉନି ଠିକ ସେ, ଘୁମେଇ ଖାଲି ପଡି ଯାଉଛି। ଭାତ ଡାଲମା ପେଟେ ଖାଇ ଦେଇଛି, ସେ ଆହୁରି ଫେସିଆଲ କରିବ। ମୁଁ ଯାଉଛି ତା ପାଇଁ ଚା କରିକି ଆଣିବି। ହେୟାର ଏକ୍ସଟେନସନ ଦେଖନ୍ତୁ, ତାର ଲଗେଇକି ଯାଇଥିଲା, ରିଫିଲ କରାଗଲା। ମୁଁ ଆଉ ଥରେ ଖୋଲିକିରି ତାର ଲଗେଇବି ଏକ୍ସଟେନସନଟା। ଆହୁରି କେତେ ଗୁଡାଏ ଅଛି, ଟାଇମ ଲାଗିବ। ଖାଲି ଘୁମଉଛି ମ୍ୟାଡାମ, ଖାଲି ଘୁମଉଛନ୍ତି, କାମ କରେଇ ଦଉନାହାନ୍ତି। ମେସିନ୍ ଥୁଆ ହେଇଛି, ତାର ଗ୍ଲୁ ହେୟାର, ଆହୁରି ଏତିକି ହେୟାର ଅଛି, ଟାଇମ ଲାଗିବ। ମୁଁ ଯାଉଛି ମ୍ୟାଡାମଙ୍କର ଚା କରିକି ଆଣିବି। କି ଅବସ୍ଥା ହଉଛି ସେ। ଏଇ ଦେଖନ୍ତୁ, ଆମର ଅଧା ଅଧି ସରିଗଲାଣି, ଆଉ ଅଳ୍ପ ଅଛି। ଏ ଚୁଟି ହାଇଲାଇଟ ହେଇପାରିବ, ସ୍ମୁଥନିଂ ହେଇପାରିବ, କର୍ଲ ହେଇପାରିବ, ସବୁ କରିପାରିବେ ହେୟାର। ଏଇଟା ହଉଛି କେରାଟିନର ହେୟାରଟା, ଭଲ କ୍ୱାଲିଟିଟା, ପୁରା ହ୍ୟୁମାନ ହେୟାରଟା। ଆଉ ଅଧା ଅଧି ଅଛି। କଣ୍ଢେଇ ମ୍ୟାଡାମ ପୁରା ପେସେନ୍ସଲେସ୍, ଥରେ ଚା ପିଇ ସାରିଲୁଣି। 3:30 4ଟା ରାତି ପାଖାପାଖି ହେଇଗଲାଣି ଆସିକି। ତାଙ୍କର ଆଉ ଅଳ୍ପ ଅଛି, ଆଉ ଅଳ୍ପ ସମୟ ଲାଗିବ, ସରିଲା ପରେ ଫେସିଆଲ ହବ। ଦେଖନ୍ତୁ, ଏ ହେୟାରଟା ସ୍ମୁଥନିଂ ହେଇଛି, ହାଇଲାଇଟ ବି ହେଇଛି। ଚା ପିଇ ସାରି ଦ୍ୱିତୀୟ ଥର ଗରମ କଲୁ। ଦ୍ୱିତୀୟ ଥର ଚା ପିଇବୁ, ହେୟାର ଏକ୍ସଟେନସନ ସରିଗଲା, ଏବେ ଫେସିଆଲ ଆରମ୍ଭ ହବ। ସକାଳ 6ଟା ହେଲା ବେଳକୁ ସରିଯାଇଥିବ। ଏଗୁଡା କେହି କରିବେନି, ମୋର କେବଳ ଅନିଦ୍ରା ଅଭ୍ୟାସ ଅଛି ବୋଲି। ଆମର ଯାତ୍ରା ଆର୍ଟିଷ୍ଟ ଯେତିକ ଚାହାନ୍ତି ଲେଡି ମାନେ ରାତିରେ ଆସନ୍ତି, ଯୋଉମାନଙ୍କୁ ଟାଇମ ନଥାଏ, ମୁଁ ସମସ୍ତଙ୍କର ରାତିରେ କରିଦିଏ ଫେସିଆଲ ଯାହା ହେୟାର ସେଟିଂ ଯାହା ଦରକାର ପଡେ ମୁଁ କରିଦିଏ। ଦେଖନ୍ତୁ, ମୋର ଏକ୍ସଟେନସନ ସରିଗଲା, ଫେସିଆଲ ବି ସରି ଆସିଲାଣି। ଏଇଟା ମୁଁ ଦେଖାଉଛି ପାୱାର ମାସ୍କଟା। ସବୁ ଯାକ ଭିଡ଼ିଓ ଦେଖେଇଥିଲେ, ଭିଡ଼ିଓଟା ଲେନ୍ଦି ହେଇଯାଇଥାନ୍ତା। ଦେଖନ୍ତୁ, ଏଇଟା ପାୱାର ମାସ୍କଟା। ପାୱାର ମାସ୍କଟା ଲଗେଇ ସାରିଲା ପରେ କେତେ ସୁନ୍ଦର ପୁରା ସଫ୍ଟ ହେଇଯିବ ସ୍କିନ୍ଟା। ଏହାପରେ ଆମେ ୟୁଜ୍ କରିବା ହାଇଡ୍ରୋଜେଲ ମାସ୍କଟା। ହେଇ ଦେଖନ୍ତୁ, ହାଇଡ୍ରୋଜେଲ ମାସ୍କ କେତେ ସୁନ୍ଦର ହେଇଛି, ଦେଖୁଛନ୍ତି? ବହୁତ ବଢ଼ିଆ, ବହୁତ ବଢ଼ିଆ, କେତେ ସୁନ୍ଦର ଦେଖନ୍ତୁ, ପୁରା ମାଖନ ଟାଇପର ହେଇଛି। ବହୁତ ବଢ଼ିଆ। ଏବେ ହେଇଗଲାଣି 5ଟା ବାଜିଗଲାଣି, ଭୋର 5ଟା। ଏଇଟା ସରିଗଲା ପରେ ମୁଁ ହେୟାର ପ୍ରେସିଂ କରିଦେବି। କଣ୍ଢେଇ ମ୍ୟାଡାମ ଘରକୁ ପଳାଇବେ। ଦେଖୁଛନ୍ତି, ଏହାର ସଫ୍ଟିଚୁଡ୍ କିଛି ନାହିଁ, ମୋତେ ଲାଗେ O3+ର ସଫ୍ଟିଚୁଡ୍ କିଛି ନାହିଁ। ମୋ କ୍ଲାଏଣ୍ଟକୁ ସବୁବେଳେ ମୁଁ ଏଇଟା ହିଁ ରେକମେଣ୍ଡ କରିବି। ହାଇଡ୍ରୋଜେଲ ମାସ୍କଟା କେତେ ସୁନ୍ଦର ଦେଖାଯାଉଛି, ଦେଖୁଛନ୍ତି? ବଢ଼ିଆ ହେଇଛି। ବହୁତ କଷ୍ଟ ଲାଗିଲାଣି, ରାତି ସାରା ମୁଁ ଅନିଦ୍ରା ହେଲାଣି, ବହୁତ କଷ୍ଟ ଲାଗିଲାଣି। କେମିତି ସରିବ, ମୁଁ ଟିକେ ରେଷ୍ଟ ନେବି। କଣ୍ଢେଇ ମ୍ୟାଡାମ ତାଙ୍କ ରାସ୍ତାରେ ଯିବେ ଘରକୁ। ଦେଖନ୍ତୁ, ସରି ଆସିଲା। ସ୍କିନ୍ଟା କ'ଣ ହେଇଛି, ଦେଖନ୍ତୁ। ଏଇଟା ଫାଇନାଲ ଲୁକ୍। ଫେସିଆଲ ସରିଗଲା ପରେ ଏଇଟା ପ୍ରେସିଂ କରିଦେଇଛି। ହେୟାର ରୁଟ୍ ପାଖରୁ ତ ପ୍ରେସିଂ କରିହେବନି ନା, ଆମେ ପ୍ରେସିଂ କଲେ ସେ ଗ୍ଲୁଟା ତରଡ଼ି ଯିବ। ପ୍ରେସିଂ ହେଇଛି, ଦେଖନ୍ତୁ, ଏଇଟା ଫାଇନାଲ ଲୁକ୍। ଫେସିଆଲ ସରିଗଲା, ଏକ୍ସଟେନସନ ସରିଗଲା। କଣ୍ଢେଇ ମ୍ୟାଡାମ ଏବେ ବାହାରିଲେ ଘରକୁ ଯିବାକୁ। ବୁଝୁଛନ୍ତି କେତେ ସୁନ୍ଦର ଲାଗୁଛି, ଟିକେ ବି ଜାଣି ହେଉନି। ଦେଖନ୍ତୁ, ମୋର ଏକ୍ସଟେନସନ ସରିଗଲା, ଫେସିଆଲ ବି ସରି ଆସିଲାଣି। ଏଇଟା ମୁଁ ଦେଖାଉଛି ପାୱାର ମାସ୍କଟା। ସବୁ ଯାକ ଭିଡ଼ିଓ ଦେଖେଇଥିଲେ, ଭିଡ଼ିଓଟା ଲେନ୍ଦି ହେଇଯାଇଥାନ୍ତା। ଦେଖନ୍ତୁ, ଏଇଟା ପାୱାର ମାସ୍କଟା। ପାୱାର ମାସ୍କଟା ଲଗେଇ ସାରିଲା ପରେ କେତେ ସୁନ୍ଦର ପୁରା ସଫ୍ଟ ହେଇଯିବ ସ୍କିନ୍ଟା। ଏହାପରେ ଆମେ ୟୁଜ୍ କରିବା ହାଇଡ୍ରୋଜେଲ ମାସ୍କଟା। ହେଇ ଦେଖନ୍ତୁ, ହାଇଡ୍ରୋଜେଲ ମାସ୍କ କେତେ ସୁନ୍ଦର ହେଇଛି, ଦେଖୁଛନ୍ତି? ବହୁତ ବଢ଼ିଆ, ବହୁତ ବଢ଼ିଆ,
କେତେ ସୁନ୍ଦର ଦେଖନ୍ତୁ ପୁରା ମାଖନ ଟାଇପ୍ର ହେଇଛି। ବହୁତ ବଢ଼ିଆ। ଏବେ ହେଇଗଲାଣି 5ଟା ବାଜିଗଲାଣି, ଭୋର 5ଟା। ଏଇଟା ସରିଗଲା ପରେ ମୁଁ ହେୟାର ପ୍ରେସିଂ କରିଦେବି। କଣ୍ଢେଇ ମ୍ୟାଡ଼ାମ୍ ଘରକୁ ପଳାଇବେ। ଦେଖୁଛନ୍ତି ଏହାର ସଫ୍ଟିଚ୍ୟୁଡ଼୍ କିଛି ନାହିଁ, ମୋତେ ଲାଗେ O3+ର ସଫ୍ଟିଚ୍ୟୁଡ଼୍ କିଛି ନାହିଁ। ମୋ କ୍ଲାଏଣ୍ଟକୁ ସବୁବେଳେ ମୁଁ ଏଇଟା ହିଁ ରେକମେଣ୍ଡ କରିବି। ହାଇଡ୍ରୋଜେଲ୍ ମାସ୍କଟା କେତେ ସୁନ୍ଦର ଦେଖାଯାଉଛି, ଦେଖୁଛନ୍ତି ବଢ଼ିଆ ହେଇଛି। ବହୁତ କଷ୍ଟ ଲାଗିଲାଣି, ରାତି ସାରା ମୋ ନିଦ୍ରା ହେଲାଣି, ବହୁତ କଷ୍ଟ ଲାଗିଲାଣି। କେମିତି ସରିବ ମୁଁ ଟିକେ ରେଷ୍ଟ ନେବି। କଣ୍ଢେଇ ମ୍ୟାଡ଼ାମ୍ ତାଙ୍କ ରାସ୍ତାରେ ଯିବେ ଘରକୁ। ଦେଖନ୍ତୁ ସରି ଆସିଲା। ସ୍କିନ୍ଟା କ'ଣ ହେଇଛି ଦେଖନ୍ତୁ। ଏଇଟା ଫାଇନାଲ୍ ଲୁକ୍। ଫେସିଆଲ୍ ସରିଗଲା ପରେ ଏଇଟା ପ୍ରେସିଂ କରିଦେଇଛି। ହେୟାର ରୁଟ୍ ପାଖରୁ ତ ପ୍ରେସିଂ କରିହେବନି ନା, ଆମେ ପ୍ରେସିଂ କଲେ ସେ ଗ୍ଲୁଟା ତରଡ଼ିଯିବ। ପ୍ରେସିଂ ହେଇଛି ଦେଖନ୍ତୁ। ଏଇଟା ଫାଇନାଲ୍ ଲୁକ୍। ଫେସିଆଲ୍ ସରିଗଲା, ଏକ୍ସଟେନସନ୍ ସରିଗଲା। କଣ୍ଢେଇ ମ୍ୟାଡ଼ାମ୍ ଏବେ ବାହାରିଲେ ଘରକୁ ଯିବାକୁ। ବୁଝୁଛନ୍ତି କେତେ ସୁନ୍ଦର ଲାଗୁଛି, ଟିକେ ବି ଜାଣି ହେଉନି।